ଜୟ ଜଗନ୍ନାଥ ବନ୍ଧୁଗଣ, ଆପଣମାନଙ୍କୁ ମୋର ଏହି ଚ୍ୟାନେଲଟିକୁ ସ୍ୱାଗତ। ବନ୍ଧୁମାନେ, ଆପଣଙ୍କ ଜୀବନରେ ଧନଜନିତ ସମସ୍ୟା ଲାଗିଛି କି? ଆପଣ ଯେତେ ରୋଜଗାର କଲେ ମଧ୍ୟ ଆପଣଙ୍କୁ ଅଣ୍ଟୁ ନାହିଁ। ଚାକିରିରେ ସମସ୍ୟା ଦେଖାଦେଉଛି, ପ୍ରେମ ଜୀବନରେ ସମସ୍ୟା ଦେଖାଦେଉଛି। ଆପଣ କୌଣସି ବଡ଼ ବେମାରୀରେ ପଡ଼ିଛନ୍ତି। ଆପଣ କରଜର ମାୟାଜାଲରେ ଫସି ଯାଇଛନ୍ତି। ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କ ଫାଇଦା ପାଇଁ। ଥରୁଟିଏ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ରୂପେ ଦେଖନ୍ତୁ। ବନ୍ଧୁଗଣ, ଆପଣମାନେ ଯେମିତି ସମସ୍ତେ ଜାଣିଥିବେ ଯେ ଶ୍ରାବଣ ମାସର ଆରମ୍ଭ ହୋଇଯିବ। ତ ଏହି ଶ୍ରାବଣ ମାସରେ ଚୁପଚାପ ଘରକୁ ନେଇ ଆସନ୍ତୁ ଏହି ଗଛର ଚେରକୁ। ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ। ବନ୍ଧୁଗଣ, ଏହି ଗଛ ଯେଉଁ ଆପଣ ଏହି ଭିଡ଼ିଓରେ ଦେଖୁଛନ୍ତି, ଆପଣ ଏହି ଗଛକୁ କେଉଁଠି ନା କେଉଁଠି ନିଶ୍ଚୟ ଦେଖିଥିବେ ଏବଂ ଅଣଦେଖା ମଧ୍ୟ କରିଦେଇଥିବେ। ଏମିତି ବି ହୋଇପାରେ କି ଏହି ଗଛ ଆପଣ ଯଦି ଘର ପାଖରେ ଥିବ, ଆପଣ ଏହାକୁ ଓପାଡ଼ି ଫୋପାଡ଼ି ଦେଇଥିବେ। ବନ୍ଧୁଗଣ, ଏହା କୌଣସି ଜଙ୍ଗଲୀ ଗଛ ନୁହେଁ, ବରଂ ଏହା ଏକ ଏମିତି ଗଛ ଅଟେ ଯେଉଁଥିରେ ଭଗବାନ ଭୋଳାନାଥ ଏବଂ ଭଗବାନ ଶନିଦେବ ଏବଂ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଆପଣଙ୍କୁ କହିଦେଉଛି ଯେ ଏହି ଗଛର ମୂଳରେ ମା ଗଙ୍ଗାଙ୍କର ବି ବାସ ହୋଇଥାଏ। ଏହି ଗଛର ଯଦି ତାନ୍ତ୍ରିକ ଏବଂ ଆୟୁର୍ବେଦିକ ଗୁଣ ଜଣା ପଡ଼ିଯିବ, ତ ଏହି ଗଛକୁ ଆପଣ ଦିନଚର୍ଯ୍ୟାରେ ସାମିଲ କରିପାରିବେ। ଯଦି ଆପଣଙ୍କ ଜୀବନରେ ଗରିବୀ, ଦାରିଦ୍ର୍ୟତା, କଷ୍ଟ, ଦୁର୍ଭାଗ୍ୟ କାରଣରୁ ଚିନ୍ତିତ ଥିଲେ, ତ ବିଶ୍ୱାସ କରନ୍ତୁ, ଏହି ଗଛର ବ୍ୟବହାର କରି ଆପଣ ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ। ସରଳ ଭାଷାରେ କହିବାକୁ ଗଲେ, ଯଦି ଆପଣଙ୍କ ଜୀବନରେ ଧନ କାରଣରୁ ଚିନ୍ତିତ ଥିଲେ, ଆପଣଙ୍କ ପାଖକୁ ଧନ ଆସୁନଥିଲା, ଧନ ଆସିବାର ସମସ୍ତ ମାର୍ଗ ଗୁଡ଼ିକ ବନ୍ଦ ହୋଇଯାଇଥିଲା ଏବଂ ଏହି ଗଛର ଯଦି ସଠିକ୍ ଉପାୟରେ ସାଧନା କରିନେବେ, ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତି ହେବ। ଆପଣଙ୍କ ଜୀବନରେ ଧନର ଆଗମନ ହେବ। ପଇସା ଆପଣଙ୍କ ପାଖକୁ ଚୁମ୍ବକ ପରି ଆକର୍ଷିତ ହୋଇ ଆସିବ। ଯଦି ଆପଣଙ୍କର ଶତ୍ରୁ ଆପଣଙ୍କର ବିନାଶ କରିବାକୁ ଚାହୁଁଥିଲେ, ତେବେ ଏହି ଗଛର ଯଦି ସଠିକ୍ ଉପାୟରେ ସାଧନା କରିନେବେ, ଭଗବାନ ଶନିଦେବଙ୍କୁ ଖୁସି କରିଦେବେ, ଆପଣଙ୍କ ଶତ୍ରୁଙ୍କର ବିନାଶ ହୋଇଯିବ। ଯଦି ଆପଣଙ୍କ ଜୀବନରେ କୌଣସି ଅନ୍ୟ ସମସ୍ୟା ପାଇଁ ଚିନ୍ତିତ ଥିଲେ, ଆପଣଙ୍କର ଭାଗ୍ୟ ଆପଣଙ୍କର ସାଥ ଦେଉନଥିଲା, ତ ଆପଣଙ୍କୁ ଏହି ଗଛର ସଠିକ୍ ସାଧନା କରିବାକୁ ହେବ, ଯାହାଦ୍ୱାରା ଆପଣଙ୍କୁ ଭଗବାନ ଭୋଳାନାଥଙ୍କର ଆଶୀର୍ବାଦ ମିଳିବ। ବିଶ୍ୱାସ ରଖନ୍ତୁ, ଆପଣଙ୍କର କାଳ ବି ଆପଣଙ୍କର କିଛି କ୍ଷତି କରିପାରିବ ନାହିଁ। କାରଣ କାଳର କାଳ ଭଗବାନ ଭୋଳାନାଥ ଯଦି ଆପଣଙ୍କ ଉପରେ ହାତ ରଖିଦେବେ, ତେବେ ବିଶ୍ୱାସ ରଖନ୍ତୁ, କେବେ ବି ଆପଣଙ୍କର କେହି କ୍ଷତି କରିପାରିବେ ନାହିଁ। ଭିଡ଼ିଓରେ ଆଗକୁ ବଢ଼ିବା ପୂର୍ବରୁ ଯଦି ଆପଣ ଭଗବାନ ଶିବଙ୍କୁ ସଚ୍ଚା ହୃଦୟରୁ ଭକ୍ତି କରୁଥାନ୍ତି, ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଭକ୍ତି ସହକାରେ ଓମ୍ ନମଃ ଶିବାୟ, ହର ହର ମହାଦେବ ଅବଶ୍ୟ ଲେଖନ୍ତୁ, ଯାହାଦ୍ୱାରା ଆପଣଙ୍କ ଉପରେ ଭଗବାନ ଭୋଳାନାଥଙ୍କର ଆଶୀର୍ବାଦ ସର୍ବଦା ବନି ରହିବ। ବନ୍ଧୁଗଣ, ଏହି ଗଛର କେଉଁ ଭାଗର ପ୍ରୟୋଗ କେମିତି କରିବାକୁ ହେବ, ଏହା ଆପଣଙ୍କୁ ଜାଣିବା ବହୁତ ଜରୁରୀ ହୋଇଥାଏ, ଯେଉଁ ବିଷୟରେ ଆମେ ଆଜି ଭିଡ଼ିଓରେ ବର୍ଣ୍ଣନା କରିବୁ। ଏହି ଗଛର ଦୁଇଟି ପ୍ରୟୋଗ ରହିଅଛି, ଆୟୁର୍ବେଦିକ ଗୁଣ ଏବଂ ତାନ୍ତ୍ରିକ ଗୁଣ। ଆୟୁର୍ବେଦିକ ଗୁଣ ମାନେ ଯଦି ଆପଣ ବଡ଼ ବଡ଼ ରୋଗ ପାଇଁ ଚିନ୍ତିତ ଅଛନ୍ତି, ମାନେ ଆପଣ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛନ୍ତି, ଆପଣଙ୍କ ବେମାରୀ
ଏବଂ ଆପଣଙ୍କୁ ଫାଇଦା ମିଳୁନାହିଁ ତ ଏହି ଗଛର ଆପଣ ବ୍ୟବହାର କରିନିଅନ୍ତୁ। ବିଶ୍ୱାସ କରନ୍ତୁ ଆପଣଙ୍କ ବେମାରୀ ଧୀରେ ଧୀରେ ଭଲ ହୋଇଯିବ। ଏଥିପାଇଁ ଏହି ଗଛର ମହତ୍ତ୍ୱ ଆୟୁର୍ବେଦରେ ବହୁତ ଅଧିକ ରହିଅଛି। ଯଦି ଆପଣ ଏହାର ତାନ୍ତ୍ରିକ ଗୁଣ ବିଷୟରେ ଜାଣିନେବେ ତ ବିଶ୍ୱାସ କରନ୍ତୁ ଆପଣଙ୍କର କେବେ ବି ଆପଣଙ୍କ ଜୀବନରେ କଷ୍ଟ ଦେଖିବାକୁ ମିଳିବ ନାହିଁ। ଧନ ଆପଣଙ୍କ ପାଖକୁ ମାଡ଼ି ଆସିବ। ବନ୍ଧୁମାନେ, ଏହି ଗଛର ନାମ ଅଟେ ଅପମାର୍ଗ ଗଛ। ଏହା ଓଡ଼ିଶାରେ ସବୁଆଡ଼େ ଦେଖିବାକୁ ମିଳିଥାଏ। ଆପଣଙ୍କ ଏରିଆରେ ଏହି ଗଛକୁ କ'ଣ କୁହାଯାଏ ଆପଣ ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାଇବେ। ଏହାକୁ ଅପମାର୍ଗ ଏଇଥିପାଇଁ କୁହାଯାଏ କି କାହିଁକି ନା ଏହା ଓଲଟା ଚାଲିଥାଏ। ଏହି ଗଛର ଉପରି ଭାଗ ଓଲଟା ଚାଲିଥାଏ। ଆପଣଙ୍କର ସବୁ ଗଛରେ ଦେଖିଥିବେ ଯେ ସବୁ ଗଛର ମଞ୍ଜି ସିଧା ହୋଇଥାଏ, କିନ୍ତୁ ଏହି ଗଛର ବୀଜ ଓଲଟା ଉଠିଥାଏ। ଏଥିପାଇଁ ଆୟୁର୍ବେଦିକ ଭାଷାରେ ଏହାକୁ ଅପମାର୍ଗ ବୋଲି କୁହାଯାଏ। ଏହାର ବୀଜ ଯେଉଁ ଓଲଟା ଉଠିଥାଏ, ଏହା ହେଉଛି ଏହି ଗଛର ସବୁଠାରୁ ଖାସ୍ ମହତ୍ତ୍ୱ। ଯଦି ଆପଣ ବାସ୍ତୁଶାସ୍ତ୍ର ବନସ୍ପତି ଭାଗର ଅଧ୍ୟାୟ 51ରେ ଦେଖିବେ ଯେ ତ ଆପଣ ଦେଖିବାକୁ ପାଇବେ ଏହି ଗଛକୁ ସାଧୁ ମୁନି ଋଷିମାନେ ଅନେକ ପ୍ରୟୋଗ କରନ୍ତି। ପୂର୍ବ କାଳରେ ଏହାକୁ ଶୁଭ ଗଛ ବୋଲି ମନାଯାଇଥାଏ। ମନାଯାଏ କି ଏହି ଗଛର ବ୍ୟବହାର କରି ଆପଣଙ୍କ ଶରୀର ପ୍ରୋଟିନ୍କୁ ବୃଦ୍ଧି କରିପାରିବ। ପୂର୍ବ କାଳରେ ସନ୍ଥ ମୁନି ଋଷିମାନେ ତପସ୍ୟାରେ ଲୀନ ରହୁଥିଲେ। ସେତେବେଳେ ଏମାନେ ଗଛର ବୀଜରେ ଖେଚୁଡ଼ି ଏବଂ କ୍ଷୀରି କରି ଖାଉଥିଲେ, ଯାହାଫଳରେ ସେମାନଙ୍କୁ 10 ଦିନ ପର୍ଯ୍ୟନ୍ତ ଖାଇବାକୁ ପଡ଼ୁନଥିଲା। ଏହି ଗଛ ପ୍ରୋଟିନ୍ ମାମଲାରେ ବହୁତ ସୁନ୍ଦର ଗଛ ଅଟେ। ଏଥିପାଇଁ ସନ୍ଥ ମୁନି ଋଷିମାନେ ଏହି ଗଛକୁ ନିଶ୍ଚୟ ନିଜ ପାଖରେ ରଖୁଥିଲେ। ଏହି ଗଛ ଏମିତି ଗଛ ଅଟେ ଯାହା ଉପରେ ଅମୃତର କିଛି ବୁନ୍ଦା ପଡ଼ିଥିଲା। ଯେବେ ସମୁଦ୍ର ମନ୍ଥନ ହୋଇଥିଲା ଏବଂ ଯେତେବେଳେ ଅମୃତ ଧାରା ଥରା ପୃଷ୍ଠରେ ପଡ଼ିଥିଲା, ତେବେ ଅପମାର୍ଗ ଗଛରେ କିଛି ଅମୃତର ବୁନ୍ଦା ପଡ଼ିଥିଲା, ଯେଉଁ କାରଣରୁ ଏହି ଗଛର ମୂଳରେ ଗଙ୍ଗାଙ୍କର ବାସ ହୋଇଥାଏ। ପୂର୍ବ କାଳରେ ଏହି ଗଛର ବ୍ୟବହାର କରୁଥିଲେ। ସେମାନେ ଏହି ଗଛର ମୂଳରେ ଦାନ୍ତ ଘଷୁଥିଲେ। ଯଦି ଆପଣଙ୍କ ମାଢ଼ିରେ ଦରଜ ଅନୁଭୂତ ହେଉଛି, ଆପଣଙ୍କର ପାଇରିଆ ହୋଇଛି, ଦାନ୍ତ ହଳଦିଆ ପଡ଼ିଛି ଏବଂ ଦାନ୍ତରେ ବ୍ୟାକ୍ଟେରିଆ ଜମି ଯାଇଛି, ଏହି ଗଛ ଏହା ପାଇଁ ରାମବାଣ ସାବ୍ୟସ୍ତ ହେବ। ବର୍ତ୍ତମାନ ଏବେ ଆପଣଙ୍କୁ ଏହାର ଆୟୁର୍ବେଦିକ ଉପାୟ ବିଷୟରେ କହିବୁ। ତାପରେ ଆମେ ଏହାର ତାନ୍ତ୍ରିକ ଉପାୟ କହିବୁ। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। କଥାଟି ଏହା ଅଟେ କି ଆପଣଙ୍କ ମାଢ଼ିରେ ବ୍ୟାକ୍ଟେରିଆ ଜମିଛି କିମ୍ବା ଆପଣ ମେଡ଼ିସିନ ଖାଉଛନ୍ତି ଏବଂ ଆପଣଙ୍କୁ କିଛି ଫାଇଦା ମିଳୁନାହିଁ। ଯଦି ଆପଣ ଏହି ଗଛର ମୂଳ ବା ଚେରରେ ଯଦି ଆପଣ 15 ଦିନ ପର୍ଯ୍ୟନ୍ତ ଦାନ୍ତ ଘଷିବେ, ଦେଖିବେ ଯେ ଆପଣଙ୍କର ପୋକ ଦାନ୍ତ ଭଳି ସମସ୍ୟା ତୁରନ୍ତ ହିଁ ଠିକ୍ ହୋଇଯିବ। ମାନି ନିଅନ୍ତୁ ଆପଣଙ୍କ ମାଢ଼ିରେ ବହୁତ ଅଧିକ ଦରଜ ଅନୁଭୂତ ହେଉଛି। ଆପଣ ଚିନ୍ତାରେ ଅଛନ୍ତି। ଆପଣ ଏହି ଗଛର ମୂଳରେ 1 ମାସ ପର୍ଯ୍ୟନ୍ତ ଦାନ୍ତ ଘଷନ୍ତୁ। ଆପଣଙ୍କ ମାଢ଼ିରେ ଯେଉଁ କଷ୍ଟ ଥିଲା ତାହା ଦୂର ହୋଇଯିବ। ଆପଣଙ୍କ ଦାନ୍ତ ଯଦି ହଳଦିଆ ପଡ଼ିଯାଇଛି ତ କୁହାଯାଏ କି ଅପମାର୍ଗ ମୂଳରେ ଦାନ୍ତ ଘଷିଲେ ଆପଣଙ୍କର ଦାନ୍ତ ମୋତି ଭଳି ଚମକିଥାଏ। ପୁରା 1 ମାସ ପର୍ଯ୍ୟନ୍ତ ଆପଣଙ୍କୁ ଘଷିବାକୁ ହେବ। ଅନେକ ଲୋକଙ୍କର ଆଣ୍ଠୁ ଗଣ୍ଠିରେ ଦରଜ ହୋଇଥାଏ, ବଥା ବିନ୍ଧା ହୋଇଥାଏ। ତେବେ ଆପଣ ଏହି ଗଛ ନେଇ ଆସନ୍ତୁ। ଏହି ଗଛର ମୂଳକୁ ଆପଣ ଖରାରେ ଶୁଖାଇ ଦିଅନ୍ତୁ। ଏହାପରେ ଏହାର ପାଉଡର ବନାନ୍ତୁ।
ଏହି ପାଉଡରକୁ ଆପଣ ସୋରିଷ ତେଲରେ ଫୁଟାଇ ଦିଅନ୍ତୁ। ସେହି ତେଲକୁ ଆପଣ ଆଣ୍ଠୁଗଣ୍ଠି ଦରଜ ହେଉଥିବା ସ୍ଥାନରେ ଲଗାନ୍ତୁ। ଏହି ଉପାୟ ଆପଣ ଯଦି 2 ମାସ ପର୍ଯ୍ୟନ୍ତ କରନ୍ତି ତେବେ ଆପଣ ବହୁତ ଭଲ ଫାଇଦା ହୋଇଥାଏ। ବନ୍ଧୁଗଣ, ଆୟୁର୍ବେଦରେ ଏହା ବହୁତ ମହତ୍ତ୍ୱ ରହିଥାଏ। ଏବେ ଆସନ୍ତୁ ଜାଣିବା ଏହି ଗଛର ତାନ୍ତ୍ରିକ ଉପାୟ ବିଷୟରେ। ଧ୍ୟାନପୂର୍ବକ ଏହାକୁ ଶୁଣନ୍ତୁ। ସବୁଠାରୁ ପ୍ରଥମ ତାନ୍ତ୍ରିକ ପ୍ରୟୋଗ ଯାହା ଆପଣଙ୍କୁ କହିବାକୁ ଯାଉଅଛୁ। ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନଙ୍କର ଶତ୍ରୁ ସେମାନଙ୍କର ବିନାଶ କରିବାକୁ ଉଦ୍ୟମ କରନ୍ତି। ସେମାନେ ସର୍ବଦା ତାଙ୍କର କ୍ଷତି କରିବାକୁ ଚେଷ୍ଟା କରନ୍ତି। ଆପଣଙ୍କର ଶତ୍ରୁ ଯେ ଆପଣଙ୍କର ବେପାରକୁ ବର୍ବାଦ କରିବାକୁ ଚାହୁଁଛନ୍ତି। ଆପଣ ଏହି ଗଛର ମଞ୍ଜି ବା ବୀଜକୁ ଛିଣ୍ଡାଇ ନିଅନ୍ତୁ। ଏହାକୁ ଶନିବାର ଦିନ ତୋଳିକି ଆଣିବାର ଅଛି ଏବଂ ଏହା ଏକ ଲାଲ କପଡ଼ାରେ ବାନ୍ଧି ଦିଅନ୍ତୁ। ଏହି କପଡ଼ାଟିକୁ ଶନିଦେବଙ୍କ ଆଗରେ ରଖି ଆପଣଙ୍କୁ ଶନି ଚାଳିଶାର ପାଠ କରିବାକୁ ହେବ। ଏହି ପାଠ ଆପଣଙ୍କୁ 51 ଥର କରିବାକୁ ହେବ। ଯଦି ଆପଣ ଏମିତି କରୁଛନ୍ତି ଏବଂ ଏହି ଲାଲି କପଡ଼ାକୁ ଏକ ଏପରି ଜାଗାରେ ରଖୁଛନ୍ତି ଯେଉଁଠାରେ କେହି ଯିବା ଆସିବା କରୁନଥିବେ, ତେବେ ଆପଣ ଦେଖିବେ ଯେ ଆପଣଙ୍କର ଶତ୍ରୁ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ, ଯେତେ ବି ବଳବାନ ହେଉଥିଲେ ମଧ୍ୟ ସେ ଆପଣଙ୍କର କିଛି ବି କ୍ଷତି କରିପାରିବ ନାହିଁ। ଦ୍ୱିତୀୟରେ, ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ବେପାରରେ ଉନ୍ନତି ହେଉ, ତେବେ ଆପଣ ଶୁକ୍ରବାର ଦିନ ଏହି ଗଛର ବୀଜକୁ ଛିଣ୍ଡାଇ ଆଣିବାର ଅଛି, ଯାହାକୁ କେତେ ଲୋକ ଫୁଲ ବି ଭାବିଥାନ୍ତି। ଶୁକ୍ରବାର ଦିନ ଯଦି ଆପଣ ଏହାକୁ ତୋଳି ଆଣନ୍ତି, ତାପରେ ଲାଲ କପଡ଼ାରେ ଏହାକୁ ରଖି ସିନ୍ଦୁର ରଖିଦିଅନ୍ତୁ। ଏହାକୁ ତାପରେ ବାନ୍ଧି ଦିଅନ୍ତୁ। ତାପରେ ଆପଣ ଏହାକୁ ବେପାର ସ୍ଥାନରେ ରଖିଦିଅନ୍ତୁ। ଦେଖିବେ ଯେ ଆପଣଙ୍କ ବେପାରରେ ଉନ୍ନତି ହେବ ଏବଂ ଆପଣଙ୍କର ଧନରେ ବୃଦ୍ଧି ହେବ। ଯେତେ ବି କ୍ରିୟା ଏବଂ ସାଧନା ଆପଣଙ୍କୁ ଜଣାଇଲୁ, ଏଥିରେ ଆପଣଙ୍କର ଗୋଟିଏ ଟଙ୍କା ବି ଖର୍ଚ୍ଚ ହେବ ନାହିଁ। ବରଂ ଆପଣ ଏହି ଉପାୟ ଗୁଡ଼ିକ କରିବା ଦ୍ୱାରା ଆପଣଙ୍କର ଅନେକ ସମସ୍ୟାର ଅନ୍ତ ହୋଇଯିବ। ତେବେ ଆଶା କରୁଛି କି ଆଜିର ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ଏବଂ ହର ହର ମହାଦେବ ଅବଶ୍ୟ ଲେଖିବେ। ଧନ୍ୟବାଦ। ଜୟ ଜଗନ୍ନାଥ।